ସାମ ସଙ୍ଗୀତ ଅଧ୍ୟାୟ 135। ପ୍ରଶଂସା ସ୍ତୋତ୍ର। କର ପ୍ରଭୁଙ୍କ ସ୍ତୁତି ଗାନ, କର ପ୍ରଭୁଙ୍କ ନାମର ସ୍ତବ ଗାନ। ପ୍ରଭୁଙ୍କ ହେ ଦାସଗଣ, କର ତାହାଙ୍କ ସ୍ତୁତି ଗାନ। ପ୍ରଭୁଙ୍କ ଆଳୟେ ଦଣ୍ଡାୟମାନ, ହେ ତୁମେମାନେ ଆମ ଈଶ୍ୱରଙ୍କ ଆଳୟ ପ୍ରାଙ୍ଗଣେ ଛିଡ଼ା ହେଉଥିବା ତୁମେମାନେ କର ତାହାଙ୍କ ସ୍ତବ ଗାନ। କର ପ୍ରଭୁଙ୍କ ପ୍ରଶଂସା ଗାନ, କାରଣ ଅଟନ୍ତି ସେ ମଙ୍ଗଳମୟ। କର ତାହାଙ୍କ ନାମ ଉଦ୍ଦେଶ୍ୟ ଗାନ, କାରଣ ଅଟନ୍ତି ସେ ମଙ୍ଗଳମୟ। କାରଣ କରିଅଛନ୍ତି ପ୍ରଭୁ ଯାକୁବଙ୍କୁ ତାହାଙ୍କ ନିମନ୍ତେ ଓ ଇସ୍ରାଏଲକୁ ମନୋନୀତ ତାହାଙ୍କ ସତ୍ତାଧିକାର ରୂପେ। କାରଣ ଅଟନ୍ତି ପ୍ରଭୁ ମହାନ ଓ ଅଟନ୍ତି ଆମ ପ୍ରଭୁ ଅନ୍ୟ ସମସ୍ତ ଦେବମାନଙ୍କ ଅପେକ୍ଷା ଅଧିକ ଉନ୍ନତ, ଏହା ମୋତେ ଅବଗତ। ଆକାଶ ତଥା ପୃଥିବୀରେ ସମୁଦ୍ର ତଥା ଅଗାଧେ କରନ୍ତି ପ୍ରଭୁ ସମସ୍ତ ସାଧନ ତାହାଙ୍କ ଇଚ୍ଛାରେ। କରାନ୍ତି ଯିଏ ପୃଥିବୀର ପ୍ରାନ୍ତରୁ ମେଘମାଳା ଉତ୍ଥିତ, ସେ ହିଁ ପ୍ରଭୁ। କରନ୍ତି ଯିଏ ବୃଷ୍ଟିପାତ ନିମନ୍ତେ ବିଦ୍ୟୁତ ଝଲକ ପ୍ରସ୍ତୁତ, ସେ ହିଁ ପ୍ରଭୁ। କରନ୍ତି ଯିଏ ତାହାଙ୍କ ଭଣ୍ଡାର ଗୃହ ସକଳୁ ବାୟୁ ପ୍ରବାହିତ, ସେ ହିଁ ପ୍ରଭୁ। ଇଜିପ୍ଟର ମନୁଷ୍ୟ ତଥା ପଶୁଗୁଡ଼ିକର ପ୍ରଥମଜାତକୁ କଲେ ଯିଏ ସଂହାର, ସିଏ ଅଟନ୍ତି ସେହି ପ୍ରଭୁ। ହେ ଇଜିପ୍ଟ, କଲେ ସେ ତୁମ ମଧ୍ୟରେ ଫାରୋ ଓ ତାର ଦାସମାନଙ୍କ ବିରୁଦ୍ଧେ ନିଦର୍ଶନ ତଥା ଅଦ୍ଭୁତ କର୍ମାବଳୀ ପ୍ରେରଣ। କଲେ ସେ ଅନେକ ଜାତିକୁ ସଂହାର, କଲେ ସେ ଶକ୍ତିଶାଳୀ ରାଜାମାନଙ୍କୁ ନିଧନ। ଆମୋରୀୟ ରାଜା ସିହୋନ, ବାସାନର ରାଜା ଅଗ୍ ଓ କାନାନର ସମସ୍ତ ରାଜ୍ୟକୁ କଲେ ସେ ସଂହାର। ଏକ ଉତ୍ତରାଧିକାର ରୂପେ ଦେଶକୁ ସେମାନଙ୍କର କଲେ ସେ ଇସ୍ରାଏଲୀୟ ଜନତାକୁ ପ୍ରଦାନ। ନାମ ତୁମର ହେ ପ୍ରଭୁ ଅଟେ ଶାଶ୍ୱତ, ସୁନାମ ତୁମର ହେ ପ୍ରଭୁ ବଂଶାନୁକ୍ରମେ ଅଟେ ସୁପ୍ରସିଦ୍ଧ। କରିବେ ପ୍ରଭୁ ତାହାଙ୍କ ସ୍ୱଜନମାନଙ୍କ ପକ୍ଷ ସମର୍ଥନ, କରିବେ ସେ ତାହାଙ୍କ ଦାସମାନଙ୍କ ପ୍ରତି ତାହାଙ୍କ କରୁଣା ପ୍ରଦର୍ଶନ। ଜାତିଗଣର ପିତୁଳା ସକଳ ରୌପ୍ୟ ତଥା ସ୍ୱର୍ଣ୍ଣ ମାତ୍ର, ମାନବ ହସ୍ତକୃତ କାରିଗରୀ ମାତ୍ର। ଥାଏ ଯଦିଓ ମୁଖ ସେମାନଙ୍କର, କରନ୍ତି ନାହିଁ ତଥାପି ସେମାନେ କଥନ। ଥାଏ ଯଦିଓ ଚକ୍ଷୁ ସେମାନଙ୍କର, କରନ୍ତି ନାହିଁ ତଥାପି ସେମାନେ ଦର୍ଶନ। ଥାଏ ଯଦିଓ କର୍ଣ୍ଣ ସେମାନଙ୍କର, କରନ୍ତି ନାହିଁ ତଥାପି ସେମାନେ ଶ୍ରବଣ। ନଥାଏ ସେମାନଙ୍କ ମୁଖେ କୌଣସି ନିଶ୍ୱାସ ପ୍ରଶ୍ୱାସ। ହୁଅନ୍ତୁ ସେମାନଙ୍କ ନିର୍ମାତାମାନେ ସେମାନଙ୍କ ସଦୃଶ୍ୟ, ହୁଅନ୍ତୁ ସେମାନଙ୍କଠାରେ ଆସ୍ଥାବାନ ସମସ୍ତେ ସେମାନଙ୍କ ସମ। ହେ ଇସ୍ରାଏଲ ବଂଶ, କର ପ୍ରଭୁଙ୍କ ସ୍ତୁତି ଗାନ, ହେ ଆରୋନଙ୍କ ବଂଶ, କର ପ୍ରଭୁଙ୍କ ସ୍ତୁତି ଗାନ। ହେ ଲେବି ବଂଶ, କର ପ୍ରଭୁଙ୍କ ସ୍ତୁତି ଗାନ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ହେ ସମସ୍ତେ, କର ପ୍ରଭୁଙ୍କ ସ୍ତୁତି ଗାନ। କରନ୍ତି ଯିଏ ଜେରୁସଲେମରେ ଅବସ୍ଥାନ, ହେଉ ସିୟନରୁ ସେହି ପ୍ରଭୁଙ୍କ ସ୍ତୁତି ଗାନ, କର ପ୍ରଭୁଙ୍କ ସ୍ତୁତି ଗାନ। ଅଧ୍ୟାୟ 136। ପ୍ରଶଂସା ସ୍ତୋତ୍ର। କର ପ୍ରଭୁଙ୍କୁ କୃତଜ୍ଞତାର୍ପଣ, କାରଣ ସେ ମଙ୍ଗଳମୟ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କର ଦେବଗଣଙ୍କ ଅଧୀଶ ଈଶ୍ୱରଙ୍କୁ କୃତଜ୍ଞତାର୍ପଣ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କର ପ୍ରଭୁଙ୍କୁ କୃତଜ୍ଞତାର୍ପଣ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କରନ୍ତି କେବଳ ସେ ମହାଶ୍ଚର୍ଯ୍ୟ କର୍ମାବଳୀ ସାଧନ, କାରଣ ସ୍ଥାୟୀ ରହେ ନିରନ୍ତର
ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ନବମଣ୍ଡଳକୁ ଜ୍ଞାନ ଜରିଆରେ ସୃଜନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ଭୂମଣ୍ଡଳକୁ ଜଳଧି ଉପରେ ବିସ୍ତୃତ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ସୂର୍ଯ୍ୟକୁ ଦିନ ଉପରେ ରାଜୁତି କରିବା ପାଇଁ ସୃଜନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ଚନ୍ଦ୍ର ତଥା ନକ୍ଷତ୍ର ପୁଞ୍ଜକୁ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ ସୃଜନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ଇଜିପ୍ଟର ପ୍ରଥମ ଜାତମାନଙ୍କୁ ସଂହାର, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କରାଇଲେ ସେ ଇସ୍ରାଏଲକୁ ସେମାନଙ୍କ ମଧ୍ୟରୁ ବହିର୍ଗତ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ସେମାନଙ୍କୁ ଶକ୍ତିଶାଳୀ ହସ୍ତ ତଥା ବିସ୍ତୃତ ବାହୁବଳେ ମୁକ୍ତ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ଲୋହିତ ସାଗରକୁ ବିଭକ୍ତ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କରାଇଲେ ସେ ଇସ୍ରାଏଲକୁ ତାହା ମଧ୍ୟ ଦେଇ ଅତିକ୍ରାନ୍ତ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କରାଇଲେ ସେ ଫାରୋ ଓ ତାର ସୈନ୍ୟ ଦଳକୁ ଲୋହିତ ସାଗରରେ ନିମଗ୍ନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କରାଇଲେ ସେ ତାହାଙ୍କ ସ୍ୱଜନମାନଙ୍କୁ ମରୁପ୍ରାନ୍ତରେ ଦେଇ ଆନୟନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ମହାରାଜାମାନଙ୍କୁ ସଂହାର, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ପ୍ରସିଦ୍ଧ ରାଜାମାନଙ୍କୁ ନିଧନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। ଆମୋରୀୟ ରାଜା ସିହୋନକୁ କଲେ ସେ ବଧ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ବାସାନର ରାଜା ଅଗଙ୍କୁ ସଂହାର, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। ସେମାନଙ୍କ ଦେଶକୁ କଲେ ସେ ଉତ୍ତରାଧିକାର ରୂପେ ପ୍ରଦାନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। ତାହାଙ୍କ ଦାସ ଇସ୍ରାଏଲକୁ କଲେ ସେ ତାହା ଉତ୍ତରାଧିକାର ରୂପେ ପ୍ରଦାନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ଆମ ଦିନାବସ୍ଥାରେ ଆମକୁ ସ୍ମରଣ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କଲେ ସେ ଆମକୁ ଆମ ଶତ୍ରୁମାନଙ୍କ ହସ୍ତରୁ ଉଦ୍ଧାର, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କରନ୍ତି ସେ ସମସ୍ତ ମାଂସ ବିଶେଷ ପ୍ରାଣୀକୁ ଆହାର ପ୍ରଦାନ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କର ସ୍ୱର୍ଗସ୍ଥ ଈଶ୍ୱରଙ୍କ କୃତଜ୍ଞତା ଅର୍ପଣ, କାରଣ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। ଅଧ୍ୟାୟ 137 ସାମୂହିକ ବିଳାପ ଗୀତି। କରି ବାବିଲୋନର ନଦୀ ସକଳ ପାର୍ଶ୍ୱେ ଉପବେଶନ, କଲୁ ଆମ ସିୟୋନର ସ୍ମରଣାର୍ଥେ କ୍ରନ୍ଦନ। ଟଙ୍ଗାଇଲୁ ଆମେ ସେଠାକାର କୃଶ ବୃକ୍ଷ ଗୁଡ଼ିକରେ ବୀଣା ନିଜ ନିଜର, କଲେ ଆମ ବନ୍ଦୀକାରୀମାନେ ଆମକୁ ଗାନାଳାପ କରିବାକୁ ବାଧ୍ୟ। ସେମାନଙ୍କ ଆମୋଦ ପ୍ରମୋଦ ସକାଶେ କଲେ ଆମକୁ ଆମ ଉତ୍ପୀଡ଼କ କରଣ। କର ଆମ ପାଇଁ ସିୟୋନର ଏକ ଗୀତ ଗାନ, କରିବା ଆମେ କିପରି ପ୍ରଭୁଙ୍କ ଗୀତ ବିଦେଶ ଭୂମିରେ ଗାନ। ହେ ଜେରୁସଲେମ, ହୁଏ ମୁଁ ଯଦି ତୁମକୁ ବିସ୍ମୃତ, ହେଉ ତେବେ ଦକ୍ଷିଣ ହସ୍ତ ମୋର ଶୁଷ୍କ। କରେ ନାହିଁ ମୁଁ ଯଦି ତୁମକୁ ସ୍ମରଣ, କରେ ନାହିଁ ମୁଁ ଯଦି ଜେରୁସଲେମକୁ ମୋର ସର୍ବଶ୍ରେଷ୍ଠ ଆନନ୍ଦ ରୂପେ ବିବେଚନ, ତେବେ ହୋଇ ରହୁ ମୋ ଜିହ୍ୱା ମୋର ତାଳୁରେ ସଂଯୁକ୍ତ। ହେ ପ୍ରଭୁ, ଜେରୁସଲେମର ଦିନେ କର ଏଦୋମୀୟମାନଙ୍କ ବିପକ୍ଷେ ସ୍ମରଣ,
କାରଣ କରିଅଛନ୍ତି ସେମାନେ ବାର୍ତ୍ତାଳାପ କର ତାହାକୁ ଧୂଳିସାତ କର ତାହାକୁ ଭିତ୍ତିମୂଳ ପର୍ଯ୍ୟନ୍ତ ଧୂଳିସାତ। ହେ ସଂହାରିଣୀ କନ୍ୟା ବାବିଲୋନ, କରୁଅଛୁ ତୁ ଯାହା ଆମ ବିରୁଦ୍ଧେ ସାଧନ, ସେଥି ସକାଶେ କରେ ଯିଏ ତୋତେ ପ୍ରତିଫଳ ପ୍ରଦାନ ସେ ଧନ୍ୟ। କଚାଡ଼ିବ ଯିଏ ତୋର ଶିଶୁମାନଙ୍କୁ ଶୈଳ ଉପରେ ସେ ଧନ୍ୟ। ଅଧ୍ୟାୟ 138। ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। ହେ ପ୍ରଭୁ, କରିବି ମୁଁ ତୁମକୁ ସମ୍ପୂର୍ଣ୍ଣ ହୃଦୟରେ କୃତଜ୍ଞତା ଅର୍ପଣ, କରିବି ମୁଁ ଦେବଗଣ ସମ୍ମୁଖେ ତୁମର ସ୍ତୁତି ଗାନ। କରେ ମୁଁ ତବ ପବିତ୍ର ଆଳୟ ଦିଗେ ପ୍ରଣିପାତ, ତୁମର ନିରନ୍ତର ସ୍ନେହ ତଥା ବିଶ୍ୱସ୍ତତା ସକାଶେ କରେ ମୁଁ କୃତଜ୍ଞତା ଜ୍ଞାପନ, କାରଣ କରିଅଛ ତୁମ ନାମ ତଥା ବଚନକୁ ତୁମେ ସର୍ବାପେକ୍ଷା ଉନ୍ନୀତ। ଡାକି ତୁମକୁ କଲି ମୁଁ ଯେଉଁ ଦିନେ ନିବେଦନ, ଦେଲ ତେବେ ତୁମେ ମୋତେ ଉତ୍ତର, କରାଇ ମୋର ଆତ୍ମାକୁ ସାହସୀ କରିଅଛ ତୁମେ ମୋତେ ବଳଶାଳୀ। ହେ ପ୍ରଭୁ, କରନ୍ତି ପୃଥିବୀବାସୀ ରାଜାମାନେ ତବ ସ୍ତୁତି ଗାନ, କାରଣ ଶୁଣିଅଛନ୍ତି ସେମାନେ ତୁମ ମୁଖ ନିଃସୃତ ବଚନ। କରିବେ ସେମାନେ ପ୍ରଭୁଙ୍କ ମାର୍ଗର ସ୍ତୁତିଗାନ, କାରଣ ପ୍ରଭୁଙ୍କର ମହିମା ଅଟେ ମହାନ। ଯଦିଓ ପ୍ରଭୁ ମହୋନ୍ନତ, ତଥାପି କରନ୍ତି ସେ ଦିନହୀନମାନଙ୍କ ଉପରେ ଦୃଷ୍ଟିପାତ, କିନ୍ତୁ ଅଟନ୍ତି ସୁଦୂରରୁ ତାହାଙ୍କୁ ଅବଗତ ଅହଙ୍କାରୀ ଗଣ। କରେ ମୁଁ ଯଦିଓ ଦୁର୍ଦ୍ଦଶାରେ କାଳାତିପାତ, ତଥାପି କରିଅଛ ମୋ ଜୀବନକୁ ତୁମେ ସଂରକ୍ଷଣ, କରିଅଛ ତୁମେ ମୋ ଶତ୍ରୁମାନଙ୍କ ବିରୁଦ୍ଧେ ତୁମ ହସ୍ତ ପ୍ରସାରଣ, କରେ ମୋତେ ତବ ଦକ୍ଷିଣ ହସ୍ତ ପରିତ୍ରାଣ। କରିବେ ପ୍ରଭୁ ମୋ ନିମନ୍ତେ ତାହାଙ୍କ ଇଷ୍ଟ ସଂକଳ୍ପ ସାଧନ, ହେ ପ୍ରଭୁ ସ୍ଥାୟୀ ରହେ ନିରନ୍ତର ସ୍ନେହ ତୁମର ଚିରନ୍ତନ, କର ନାହିଁ ତୁମ ହସ୍ତକୃତ କାର୍ଯ୍ୟ ଅସ୍ୱୀକାର। ଅଧ୍ୟାୟ 139। ପ୍ରଶଂସା ସ୍ତୋତ୍ର। ହେ ପ୍ରଭୁ, କରି ମୋତେ ପରୀକ୍ଷା, ହୋଇଅଛ ତୁମେ ମୋତେ ଅବଗତ, ମୋର ବସିବା ତଥା ଉଠିବା ଅଟେ ତୁମକୁ ବିଦିତ, ମୋର ଚିନ୍ତାଧାରା ସୁଦୂରରୁ ତୁମକୁ ଅବଗତ। କରୁଅଛ ତୁମେ ମୋର ଗମନ ତଥା ଶୟନ ନିରୀକ୍ଷଣ, ତୁମକୁ ଅଟେ ଅବଗତ ମୋର ସମସ୍ତ ଆଚରଣ। ଏକ କଥା ମୋ ଜିହ୍ୱାରେ ଆସିବା ପୂର୍ବରୁ, ହେ ପ୍ରଭୁ ଅଟେ ତାହା ତୁମକୁ ଅବଗତ, କରିଅଛ ମୋର ପଶ୍ଚାତ ତଥା ସମ୍ମୁଖ ଭାଗେ ତୁମେ ମୋତେ ବେଷ୍ଟନ, ହସ୍ତ ତୁମର କରିଅଛ ମୋ ଉପରେ ସ୍ଥାପନ। ଅଟେ ଏହି ଜ୍ଞାନ ମୋ ପ୍ରତି ଅତୀବ ଆଶ୍ଚର୍ଯ୍ୟଜନକ, ଅଟେ ତାହା ଉନ୍ନତ ମୋ ବୋଧର ଅଗମ୍ୟ। କରିବି ମୁଁ ତୁମ ଆତ୍ମା ସମୀପରୁ କେଉଁଠାକୁ ଗମନ, କିମ୍ବା କରିବି ମୁଁ ତୁମ ସାନ୍ନିଧ୍ୟରୁ କେଉଁଠାକୁ ପଳାୟନ। କରେ ମୁଁ ଯଦି ସ୍ୱର୍ଗାରୋହଣ, ତୁମେ ସେଠାରେ ବିରାଜମାନ, କରେ ମୁଁ ଯଦି ପାତାଳରେ ଶଯ୍ୟା ବିସ୍ତାର, ତୁମେ ସେଠାରେ ବିଦ୍ୟମାନ। କରି ମୁଁ ପ୍ରଭାତର ପକ୍ଷ ଧାରଣ, ଯାଇ ସମୁଦ୍ରର ସୀମା ସରହଦକୁ, କରେ ଯଦି ସେଠାରେ ମୁଁ ବାସ, ତେବେ କରିବ ସେଠାରେ ସୁଦ୍ଧା ତୁମ ହସ୍ତ ମୋତେ ଚାଳନ, ରଖିବ ଧରି ମୋତେ ଦକ୍ଷିଣ ହସ୍ତ ତୁମର। ଯଦି ମୁଁ କହେ କରୁ ଅନ୍ଧକାର ମୋତେ ଆଚ୍ଛାଦନ, ହେଉ ମୋର ଚତୁଃପାର୍ଶ୍ୱସ୍ଥ ଆଲୋକ ତମସାରେ ପରିଣତ। ତେବେ ନୁହେଁ ଅନ୍ଧକାର ମଧ୍ୟ ତୁମ ପାଇଁ ଅନ୍ଧକାର, ଅଟେ ରାତ୍ରି ଦିବସ ସଦୃଶ ଆଲୋକମୟ, କାରଣ ତୁମ ପ୍ରତି ଅନ୍ଧକାର ଅଟେ ଆଲୋକ ସଦୃଶ୍ୟ। କରିଅଛ ତୁମେ ମୋର ଅନ୍ତରତମ ଭାଗକୁ ରୂପାୟିତ, କଲ ତୁମେ ମୋତେ ମୋର ମାତୃଗର୍ଭରେ ସଂଯୁକ୍ତ। କରେ ମୁଁ ତୁମର ସ୍ତୁତିଗାନ, କାରଣ କରିଅଛ ତୁମେ ମୋତେ ବିସ୍ମୟ ଭାବେ ସୃଜନ, ଓ ଅଟେ ତୁମ ସୃଷ୍ଟି ସକଳ ମଧ୍ୟ ବିସ୍ମୟାବହ। ପୁଙ୍ଖାନୁପୁଙ୍ଖେ ମୁଁ ତୁମ ପ୍ରତି ପରିଚିତ। ହେଲି ମୁଁ ଯେବେ ଗୋପନେ ସୃଷ୍ଟ, ଓ ହେଲି ମୁଁ ପୃଥିବୀର ଅଗାଧ ସ୍ଥାନେ ଦୁର୍ବୋଧ୍ୟ ଭାବେ ରୂପାୟିତ, ନଥିଲା ତେବେ ଆକାର ମୋର
ତୁମ ପ୍ରତି ଅଜ୍ଞାତ ହେବା ପୂର୍ବରୁ ମୁଁ ରୂପାୟିତ କଲା ତୁମ ଚକ୍ଷୁ ମୋତେ ଦୃଷ୍ଟିପାତ ହେବା ପୂର୍ବରୁ ମୋ ନିମନ୍ତେ ନିରୂପିତ ଦିନ ସବୁର ଅସ୍ତିତ୍ୱ ହୋଇଥିଲା ଲିପିବଦ୍ଧ ତୁମ ପୁସ୍ତକରେ ସେ ସମସ୍ତ। ହେ ଈଶ୍ୱର, ଚିନ୍ତାଧାରା ତୁମର ମୋ ପାଇଁ ଅଟେ କେତେ ମୂଲ୍ୟ ଅଟେ ସେ ସମସ୍ତ କେଡ଼େ ବିପୁଳ। କରିବା ପାଇଁ ସେ ସମସ୍ତକୁ ଗଣନା ହୁଏ ମୁଁ ଯଦି ଚେଷ୍ଟିତ ତେବେ ଅଟେ ତାହା ବାଲୁକା ଅପେକ୍ଷା ଅଧିକ ହୁଏ ମୁଁ ଯେବେ ଉଜାଗର ଅଟ ତୁମ ବିଦ୍ୟମାନ ମୋ ସହିତ। ହେ ଈଶ୍ୱର, କରନ୍ତ ଭଲା ତୁମେ ଦୁଷ୍ଟ ମାନଙ୍କୁ ନିଧନ କରନ୍ତେ ଭଲା ରକ୍ତ ପିପାସୁ ଲୋକେ ମୋ ସମୀପରୁ ପ୍ରସ୍ଥାନ କରନ୍ତି ସେମାନେ ତୁମ ବିରୁଦ୍ଧେ ନିନ୍ଦାଜନକ ବାର୍ତ୍ତାଳାପ ଅନିଷ୍ଟ ସାଧନ ନିମନ୍ତେ କରନ୍ତି ସେମାନେ ସେମାନଙ୍କୁ ତୁମ ବିରୁଦ୍ଧେ ଉତ୍ତୋଳନ। ହେ ପ୍ରଭୁ, କରନ୍ତି ଯେଉଁମାନେ ତୁମକୁ ଘୃଣା କରୁନାହିଁ କ'ଣ ମୁଁ ସେମାନଙ୍କୁ ଘୃଣା କରନ୍ତି ଯେଉଁମାନେ ତୁମକୁ ବିରୋଧ କରୁନାହିଁ କ'ଣ ମୁଁ ସେମାନଙ୍କୁ ବିଦ୍ୱେଷ କରେ ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣା କରେ ମୁଁ ସେମାନଙ୍କୁ ମୋ ଶତ୍ରୁ ରୂପେ ପରିଗଣନା। ହେ ଈଶ୍ୱର, କରି ମୋତେ ପରୀକ୍ଷା ନିଅ ମୋ ହୃଦୟର ପରିଚୟ କର ମୋତେ ପରୀକ୍ଷା ଓ ହୁଅ ମୋ ଚିନ୍ତା ସକଳ ଜ୍ଞାତ କରି ମୋତେ ପରୀକ୍ଷା ଦେଖ ଯେ ଯଦି କରେ ମୁଁ ଦୁଷ୍ଟତାର କୌଣସି ମାର୍ଗରେ ବିଚରଣ ତେବେ କର ମୋତେ ଶାଶ୍ୱତ ମାର୍ଗେ ପଥ ପ୍ରଦର୍ଶନ। ଅଧ୍ୟାୟ 140 ବ୍ୟକ୍ତିଗତ ବିଳାପ ଗୀତି। କର ପ୍ରଦାନ ହେ ପ୍ରଭୁ, ଦୁଷ୍ଟମାନଙ୍କ ହସ୍ତରୁ ମୋତେ ମୋଚନ କର ମୋତେ ହିଂସାତ୍ମକ ଲୋକମାନଙ୍କ କବଳରୁ ସଂରକ୍ଷଣ କରନ୍ତି ସେମାନେ ସେମାନଙ୍କ ହୃଦୟରେ ମନ୍ଦ ଚକ୍ରାନ୍ତ ଆୟୋଜନ କରନ୍ତି ସେମାନେ ଅନବରତ କଳହ ଉତ୍ଥାପନ କରନ୍ତି ସେମାନେ ସେମାନଙ୍କ ଜିହ୍ୱାକୁ ସର୍ପ ଜିହ୍ୱା ସଦୃଶ ତୀକ୍ଷ୍ଣ ଥାଏ ସେମାନଙ୍କ ଅଧର ତଳେ କାଳ ସର୍ପର ବିଷ ବିଦ୍ୟମାନ। କର ହେ ପ୍ରଭୁ, ଦୁଷ୍ଟମାନଙ୍କ ହସ୍ତରୁ ମୋତେ ସଂରକ୍ଷଣ କରନ୍ତି ଯେଉଁମାନେ ମୋର ପଦସ୍ଖଳନ ପାଇଁ ଆୟୋଜନ କର ସେହି ହିଂସାତ୍ମକ ଲୋକଙ୍କ କବଳରୁ ମୋର ରକ୍ଷଣାବେକ୍ଷଣ। ପାତିଛନ୍ତି ଉଦ୍ଧତ ଲୋକେ ମୋ ବିରୁଦ୍ଧେ ଏକ ଫାନ୍ଦ କରିଛନ୍ତି ରଜ୍ଜୁରେ ବିସ୍ତାର ସେମାନେ ଏକ ଜାଲ ପାତିଛନ୍ତି ସେମାନେ ପଥ ପାର୍ଶ୍ୱେ ମୋ ନିମନ୍ତେ ଏକ ଫାନ୍ଦ କରେ ମୁଁ ପ୍ରଭୁଙ୍କୁ ନିବେଦନ ଅଟ ତୁମେ ଈଶ୍ୱର ମମ ଶୁଣ ହେ ପ୍ରଭୁ ମୋର ନିବେଦନ ସ୍ୱର। ପ୍ରଭୁ ହେ ମୋ ପ୍ରଭୁ ହେ ଶକ୍ତିଶାଳୀ ମୁକ୍ତିଦାତା ମମ କରିଅଛ ତୁମେ ଯୁଦ୍ଧ ଦିନେ ମୋ ମସ୍ତକ ଆଚ୍ଛାଦନ। ହେ ପ୍ରଭୁ ନ କର ସଫଳ ଦୁଷ୍ଟର ଆଗ୍ରହ ନ କର କଦାଚନ ତାର କୁଚକ୍ରାନ୍ତ ସିଦ୍ଧ କରନ୍ତି ଯେଉଁମାନେ ମୋତେ ବେଷ୍ଟନ କରନ୍ତି ସେମାନେ ସେମାନଙ୍କ ମସ୍ତକ ଉତ୍ତୋଳନ ହୁଅନ୍ତୁ ସେମାନେ ସେମାନଙ୍କ ଅଧରର ନିଷ୍ଠୁରତାରେ ଅଭିଭୂତ ହେଉ ଜ୍ୱଳନ୍ତ ଅଙ୍ଗାର ସେମାନଙ୍କ ଉପରେ ପତିତ ହୋଇ ନ ପାରନ୍ତି ଯେପରି ସେମାନେ କଦାପି ଉତ୍ଥିତ ହୁଅନ୍ତୁ ସେହିପରି ସେମାନେ ଗର୍ତ୍ତରେ ନିକ୍ଷିପ୍ତ ନ ହେଉ ଦେଶରେ ମିଥ୍ୟାବାଦୀ ସ୍ଥାପିତ କରୁ ହିଂସାତ୍ମକ ବ୍ୟକ୍ତିକୁ ଅନିଷ୍ଟ ଅତି ବେଗେ ଶିକାର କରନ୍ତି ପ୍ରଭୁ ଦୁର୍ଦ୍ଦଶାଗ୍ରସ୍ତଙ୍କ ପକ୍ଷ ସମର୍ଥନ ଓ କରନ୍ତି ସେ ଦିନହୀନମାନଙ୍କ ସପକ୍ଷେ ନ୍ୟାୟ ବିଚାର ସାଧନ ଅଟେ ମୁଁ ଏହା ଅବଗତ। କରିବେ ଅବଶ୍ୟ ନୀତିନିଷ୍ଠ ବ୍ୟକ୍ତିଗଣ ତୁମକୁ କୃତଜ୍ଞତା ଜ୍ଞାପନ କରିବେ ନ୍ୟାୟ ପରାୟଣ ବ୍ୟକ୍ତିଗଣ ତୁମ ସନ୍ନିଧାନେ ବାସ। ଅଧ୍ୟାୟ 141 ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, ଡାକି ତୁମକୁ କରେ ମୁଁ ନିବେଦନ କର ଅତି ଶୀଘ୍ରେ ଆଗମନ ତୁମକୁ ଡାକିବା ବେଳେ ଶୁଣ ନିବେଦନ ମୋର ହେଉ ବିବେଚିତ ମୋର ପ୍ରାର୍ଥନା ତୁମ ସନ୍ନିଧାନେ ଧୂପାର୍ଚ୍ଚନା ତୁଲ୍ୟ ଓ ମୋ ହସ୍ତ ଉତ୍ତୋଳନ ସାୟଂକାଳୀନ ନୈବେଦ୍ୟ ସଦୃଶ। ହେ ପ୍ରଭୁ, କର ମୋର
ମୁଖ ଉପରେ ଜଣେ ପ୍ରହରୀ ନିଯୁକ୍ତ କର, ମୋର ଅଧର ଦ୍ୱାରେ ଏକ ପ୍ରହରୀ ସ୍ଥାପନ। ଦିଅ ନାହିଁ ମୋର ହୃଦୟକୁ ଅନିଷ୍ଟ ସାଧନ ପାଇଁ ସମ୍ମତି, ଦିଅ ନାହିଁ ମୋତେ ଅଧର୍ମୀମାନଙ୍କ ଗହଣେ ଦୁଷ୍କର୍ମେ ବ୍ୟାପୃତ ହେବାକୁ ଅନୁମତି। ଦିଅ ନାହିଁ ସେମାନଙ୍କ ସୁସ୍ୱାଦୁ ଖାଦ୍ୟ ଆହାର କରିବାକୁ ମୋତେ ସୁଯୋଗ କଦାପି। ମୋ ମଙ୍ଗଳ ନିମନ୍ତେ କରୁ ନୀତିନିଷ୍ଠ ବ୍ୟକ୍ତି ମୋତେ ପ୍ରହାର କିମ୍ବା ତିରସ୍କାର, କିନ୍ତୁ ନ କରୁ କଦାପି ଦୁଷ୍ଟର ତୈଳ ମୋର ମସ୍ତକକୁ ଲେପନ। ଥାଏ ସର୍ବଦା ପ୍ରାର୍ଥନା ମୋର ଦୁଷ୍କର୍ମ ସକଳ ବିପକ୍ଷେ ସେମାନଙ୍କର। ହେବେ ଯେତେବେଳେ ସେମାନେ ନ୍ୟାୟାଧୀଶମାନଙ୍କ ହସ୍ତେ ସମର୍ପିତ, ହେବେ ସେମାନେ ସେତେବେଳେ ଅବଗତ ବାକ୍ୟ ସବୁ ମୋର ଥିଲା କିପରି ସତ୍ୟମୟ। କରାଯାଇଥାଏ ଯେପରି ଏକ ଘରଣା ଚକିକୁ ଭୂତଳେ ଛିନ୍ନ ଭିନ୍ନ, ହେବ ସେହିପରି ସେମାନଙ୍କ ଅସ୍ଥି ସକଳ ପାତାଳ ଦ୍ୱାରେ ବିକ୍ଷିପ୍ତ। କିନ୍ତୁ ପ୍ରଭୁ ହେ ଈଶ୍ୱର, ଦୃଷ୍ଟି ମୋର ଅଟେ ତୁମ ଆଡ଼େ ନିବଦ୍ଧ, ତୁମଠାରେ ମୁଁ ଶରଣାଗତ, କର ନାହିଁ ମୋତେ ଅସହାୟ ଅବସ୍ଥାରେ ପରିତ୍ୟାଗ। କରିଛନ୍ତି ସେମାନେ ମୋ ନିମନ୍ତେ ଯେଉଁ ଫାନ୍ଦ ଆୟୋଜନ, ତହିଁରୁ ମୁଁ ଦୁଷ୍କର୍ମୀମାନଙ୍କ ଫାଶରୁ କର ମୋତେ ସଂରକ୍ଷଣ। ହୁଅନ୍ତୁ ଦୁଷ୍ଟ ଲୋକେ ସେମାନଙ୍କ ଜାଲରେ ଏକତ୍ରେ ପତିତ, ସେ ସମୟେ ହୁଏ ମୁଁ ଯେପରି ରକ୍ଷା ପ୍ରାପ୍ତ।